ଆଜିର ପାଣିପାଗ ସୂଚନା ଓ ଆସନ୍ତା 3 ଦିନ ପର୍ଯ୍ୟନ୍ତ ପାଣିପାଗ ସୂଚନା ଜାଣନ୍ତୁ। ଉତ୍ତର ବଙ୍ଗୋପସାଗର ଓ ବାଂଲାଦେଶ ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଦକ୍ଷିଣ ବାଂଲାଦେଶ ଅଞ୍ଚଳରେ ସ୍ଥିର ରହିଛି, ଯାହାଫଳରେ ସମୁଦ୍ର ପତନଠାରୁ 7 କିମି ଉପରେ ବାତ୍ୟା କ୍ଷେତ୍ର ସୃଷ୍ଟି ହେବା ସହ ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି। ଏହାର ପ୍ରଭାବରେ ରାଜ୍ୟରେ 20 ତାରିଖ ଯାଏଁ ପ୍ରବଳ ବର୍ଷା ହେବ। ଏଥିପାଇଁ 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର କହିବା ଅନୁଯାୟୀ ଆସନ୍ତା 21 ତାରିଖରୁ ବର୍ଷା ପରିମାଣ ହ୍ରାସ ପାଇବ ବୋଲି ସୂଚନା ମିଳିଛି। ଆଜି ସକାଳ 8:30ରୁ ସନ୍ଧ୍ୟା 5:30 ମଧ୍ୟରେ ତାଳଚେରରେ ସର୍ବାଧିକ 55 ମିଲିମିଟର ବର୍ଷା ହୋଇଥିବା ବେଳେ ରାଉରକେଲାରେ 37.4, ସୁନ୍ଦରଗଡ଼ରେ 27.7, ବଲାଙ୍ଗୀରରେ 25.5, ଅନୁଗୁଳରେ 22, ଭଦ୍ରକରେ 14, ସୋନପୁରରେ 13.8, ଗୋପାଳପୁରରେ 13.6, କଟକରେ 12.2 ମିଲିମିଟର, ମାଲକାନଗିରିରେ 14 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। 10ରୁ ଉର୍ଦ୍ଧ୍ୱ ସହରରେ ବର୍ଷା ପରିମାଣ 10 ମିଲିମିଟରଠାରୁ କମ୍ ରେକର୍ଡ କରାଯାଇଛି। 18 ତାରିଖରେ ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। 19 ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା 20 ତାରିଖ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପଟେ ଚଳିତ ମୌସୁମୀରେ 760.0 ମିଲିମିଟର ସ୍ୱାଭାବିକ ବର୍ଷା ହେବା କଥା, କିନ୍ତୁ 680.5 ମିଲିମିଟର ବର୍ଷା ହୋଇଛି।